खबर लक्ष्य कर हे तेरू अछि कही कि परिना रंगन सुने जीवे जम हुए नदी परी तुमे होई बे जन्म गति गति स्वभाव हे परी भोगाय देवती बुझाई देवी भागवत तुहे देव हे बुझाई देव मोह स्वागत जनाऊँगी आ रिसेंटली एबे जो वीडियो छाड़ी आपण मैंने बहुत भल पाया प्यार सपोर्ट दे मुझे धन्यवाद आप जनाऊँगी आमती भल पाया प्यार सपोर्ट दिखाँ धर्म काम गले धर्म काम कले प्रथम जाइए पाप पोखरे पड़ी पाप पोखरे पड़ी तापर आउथरे धर्म धर्म गला का धर्म नहीं धर्म गला धर्म नहीं बापार रोग भल करी देवी मुआज ये चिंता न कर रे सुंदरी जेते बेले नदी पार कथा शुणिला आज्ञा मनरे बाहर रे छटका आसिला आज्ञा सहज होइछि मुझे कुमारी बहुत से गला धर्म रक्षा करने पालन कला बारे दल घुमेला पुणी जहला उच्च प्रश्न उत्तर कार्यक्रम रही जो प्रश्न करेंगे यदि कहानी न कहे आप कौन कहते ना किसी कहना दरकार नहीं सी जो न कही पार्टी आउ गोटे बात आने सी जो न सी जो न कही पार्टी आउ जान आप कहीं कहते आप प्रश्न कर प्रश्न जब ठीक हो मना कर बहुत समय लागू रहा तेणु आमर अन्य प्रश्न कर प्रश्न करंतु उत्तर सुना धर्म काम गले धर्म काम कले प्रथम जाइए पाप पोखरे पड़ी पाप पोखरे पड़ी तापर आउथरे धर्म धर्म गला का धर्म नहीं धर्म गला धर्म नहीं
Basuki,
ऋषि होइसे माने दे तमे ओमिति जाइरा हानु दंग नगरी ओबि बासुकी बोलो हे सको भगवान जाई खिरहन हे मिसो छाड़ीला छाड़ीला बेले तमे अचई रही भाबुदिला साहाଯ୍ୟ दे करिबि मुई ଯାହା କହୁଅଛୁ ହେବାଉଅଛି ଖୋଜି ଖୋଜି କୁହେ ସୁନ୍ଦର ପୁରାଣ ଗାଧି ପାଉଅଛି ମୋର ମନ ଆହି ଗାୟକ ପାଉଅଛି ମୋର ମନ ଆଚ୍ଛା କାହିଁକି ନା ସମୟ ସ୍ୱଳ୍ପ ବହୁତ ଦେବତା ଅଛନ୍ତି ଆମେ ଟିକେ ସର୍ଟକଟ ଯାକ କହିବା ହେଲେ ଏ ଯୋଉ ମୁଣ୍ଡ ଉଦର ଋଷି ବିଷୟ ନା ଠିକ ମୁଁ ପଚାରିଛି ପ୍ରଶ୍ନ ଭଲ କାମ ଯାଇକି ମନ୍ଦ କାମରେ ପଡିଲି ତାପରେ ମନ୍ଦ କାମ ହେଲା ହେଲେ ଭଲ କାମରେ କିଏ ଯାଇଥିଲା ନା ଆଜ୍ଞା ସେତେବେଳେ ସତପୁଣି ଛାଡ଼ିଲା ଜହର ସେ ଚାଳରେ ରହିଥିଲା ଗୋଟିଏ କାଠ ବେଙ୍ଗ ମାତ୍ର ଠିକ ଏ ଧର୍ମ କାମ ଗଲା କାଠ ବେଙ୍ଗୁଲି ଗୋଟିକ ଆଜ୍ଞା ଦେଖୁଥିଲା ବେଗୁଲିର ମନରେ ଯେ ଦୟା ଆସିଲା ଓ ଜନ୍ମରେ କି ପାପ କରିଥିଲି ମୁହିଁ ଏବେ ବେଗୁଲି ହୋଇ ଯେ ଅଛି ଜନ୍ମ ହୋଇ ପାଟି ପିନ୍ଧିଥିଲେ ଋଷିଙ୍କୁ ମୁଦିଅନ୍ତି କହି ଜୀବନ ଯାଉ ପଛେ ସେ ଖେରାଣୁ ପଡ଼ିବି ଦେଇ ତାଙ୍କ ଆଖିରକୁ ବେଗୁଲି ଡେଇଁ ପଡ଼ିଲା ସେଇଥିରେ ତାହାର ଜୀବନ ଗଲା ଭଲ କାମ ହିସାବରେ ସେ ଦେଖିଲା ରହି ଇଏ ଭଲ ପାଇଁ ଗଲା ହେଲେ ଆଜ୍ଞା ଶୁଣିବା କାମ ପଚାରି ଭଲ କାମ ଯାଇ ମନ୍ଦ କାମରେ ପଡିଲା ଇଏ ଯାଇକି ଏ ଯୋଉ ବେଙ୍ଗ ଯୋଉ ମନ୍ଦିର ଭିତରେ ଋଷି ଦି ଜଣ ଗଲେ ତାଙ୍କେ ଥିଲେ ଇଏ ଯୋଉ ସାପା ହେଇକି ଜଣେ ଛାଡ଼ି ଦେଇଛି ସେ କିଲୋ ଭିତରେ ଆଙ୍କେ ଖାଇଲେ ମରିବେ ଇଏ ଭଲ କାମରେ ଗଲା କିନ୍ତୁ ମନ୍ଦ କାମରେ ଅଭିଶାପ ପାଇବ ହଁ ମନ୍ଦ ହେଲା ଉପରେ କଣ ଗୁଡ ହେଲା ନା ଆଜ୍ଞା କ୍ଷୀଠାଠି ଲୋକଙ୍କୁ ହେ ନ ଆସ ଏଇ ବୁଦ୍ଧି କ୍ଷୀଠାଠି ଲୋକଙ୍କୁ ହେ ନ ଆସ ଏଇ ବୁଦ୍ଧି ତୁଷାତି ଲୋକ ହେ କାମୁ ଖୋଜେ ପାତ୍ର ସିଧି ଇଏରୁ ଲୋକ ହେଉଥିଲା ଋଷିଙ୍କୁ ପୁଣି ରହି ଦେଖିଲେ ବେଗୁଲି ଯାବନି ଅସଇ ଘର ହୋଇଲେ ଋଷି ବଳ କେଡ଼େ କର୍ମ ବେଗୁଲିର କରିଲୁ ହିସାବ ଯଦି ଉଦ୍ଦେଶ୍ୟ ପଡ଼ିଛି ଭୁଟୁନି ଦିବ୍ୟ ସୁନ୍ଦର ପଦ ଯିବ ହୋଇ ଯଦି ଅପକର୍ମ ହୋଇଥିବ ତ ଲୋକ କାମି ହେବୁ ଅଭିଶାପ ହେଲା ମୋହ ଋଷି ଅଭିଶାପ ନାକ ସାପ ହେଲେ ଆଜ୍ଞା ଯେତେବେଳେ ଋଷିଙ୍କର ଅଭିଶାପ ହେଲା ମାତ୍ର ଆଜ୍ଞା ସେ ପୁଣି ଦିବ୍ୟ ସୁନ୍ଦରୀ ରୂପ ହେଲା ନାମ ହଇଲା ତାହାର ବେଙ୍ଗବତୀ ନାମ ହଇଲା ତାହାର ବେଙ୍ଗବତୀ ଅତି ସୁନ୍ଦର ତାର ରୂପ ହଇଛି ଅରଣ୍ୟ ମଧ୍ୟରେ ସେ କରଇ ଭ୍ରମଣ ଦିନେ ଦେଖିଦେଲେ ଦେଖିଛି ରାଜନ ବାଲି ବେଲି ଆଜ୍ଞା ହେ ତାହାର ନାମ ନିଆ ପାଖରେ ଯଦି ହେ ଯୋଉ ରହିବ ଟଙ୍କାର ବଳିରେ ଯୋଉ ତରଳି ଯିବ ଏ ଯୋଉ ବାଲିଙ୍କ ସହିତ ବେଙ୍ଗବତୀର ଦେଖା ହେଲା ଗୁପ୍ତ ପିରକି ଆଙ୍କର ଗଲା ହୋଇ କେତେ ଦିନ ପୁଣି ଗଲା ପଳାଇ ଯେତେବେଳେ କେତେ ଦିନ ଗଲା ପଳାଇ ଇଏ ଝିଅ ଗୋଟି ହୋଇଲା ଗର୍ଭବତୀ ଆଜ୍ଞା କହିକି ମନ୍ଦ କର୍ମ କଲା ପ୍ରଥମରେ ଧର୍ମ କାମ ଯାଇକି ଅଭିଶାପ ପାଇଲା ତାପରେ ମନ୍ଦ କାମ କଲା ଇଏ ମନ୍ଦ ରାବଣ ସାଥିରେ ପ୍ରୀତି କଲା ହେଲେ ଆଇ ରକ୍ଷା କର ଯେତେବେଳେ ଝିଅଟା ହୋଇଲା ଗର୍ଭବତୀ ବାପା ପାଶରେ ମୁଣ୍ଡ ଦେଲା ପୋତି ବାଳିକୁ ଗହଳି ଝିଅ ଦେ ସେଦିନ ଆପଣ କରିବେ ମତ ଅନ୍ୟାୟ କର୍ମ ଆସ ଆସ ପାଶ ମିଳିଲା সকল কথা গাঁৱে পুଣି ଜଣାଇଲା ମୁଣ୍ଡ ଶିବ ପାଶକୁ ଗଲେ ବାଡ଼ି ବିବାହ କରିବି ବୋଲି କହିଦେଲେ ଇଥିର ଲୋକେ ଦଶେ କଲେ ବାହାର କିସ୍କିଟାକୁ ଚଳିଗଲେ ଆଜ୍ଞା ବାଡ଼ି ଭିଡ଼ ତାପରେ କେତେ ଦିନ ଯାଉଛି ପଳାଇ ଦିଗ୍ବିଜୟ ହତେ ରାବଣ ବୁଲାଇ ଯିଏ ବ୍ରହ୍ମାଣ୍ଡରେ ବଳିଆର ହୋଇଛି ରାବଣ
কি কহিবি তাহার হে কর্ম বিবরণ সে পাপিষ্ট রাবণ হে সূর্যকে দুয়ারি নীতি নীতি ইন্দ্রগুন্ধে ফুলহার তারি পাক কর ইয়নল চন্দ্র ধরে ছত্র মন্দ্রগতিরে পবন দিয়ই মরুত বরুণ কাণ্ডরে বহি আনি দিয়ে জল পৃথিবী পরিষ্কার করে তাকু হসব বেঙ্গবতী রাবণ হবে রাবণ বইয়া সুন্দরী সুনবর গির ମୋ ଘରଣୀ ହୋଇ ରହିବୁ ତୁ ହିଁ ଲଙ୍କା ଫୁଲ ସେଦିନ ଆଜ୍ଞା ସତ୍ୟ ବେଙ୍ଗବତୀ କଲା ନାହିଁ ନାହିଁ ମୋ ମା ବାପା ଆଗରେ ମୁଁ ନେଇଅଛି କହି କିସ୍କିଲିଆ କଟକ ବାଳି ରାଜା ଚାଲ ନାମ ତାହାର ଭାରି ଯାତେ ମୁଁ ହିଁ ଯିବି ହୋଇ ଗଲ ହେ ପାଇଗଲା ମନ ଯାହା କହିଗଲ ହେ ପାଇଗଲା ମନ ମନ୍ଦ ଗୋଟେ ଗଲା ଏ ହେଇଯାଇଛି ଜାଣ ଆପଣା ବଣବାଡ଼ିରେ ସବୁ ହୋଇବ ମଦ କରି ତାକୁ ଚୋରାଇ ନେବ କିଛି ସମୟ ପରେ ଭାଇ ଆସଇ ଏବେ ଭାଇ ନେଲା ଭରା ଝିଅ ଦୁଆରେ ରାଗ ବାଡ଼ିରେ ଯିବ ହୋଇ ରାବଣ ସଙ୍ଗରେ ଯୁଦ୍ଧ କରିବେ ଯାଇ ସିଏ କହିବ ଯେ ଭାଇ যাব ହୋର টাইরে হয়ে জীবনে দুই ভালো অঙ্গর উপরে জল মরিব হই অঙ্গর বলি তার নাম দেবে সেই নারদ ব্রহ্মা শিখবে সহেবে মন্দ বলিয়ে ঝোড়া তু চাই দেবে মন্দ করি না মন্দা মন্দ বলি মন্দ বলি তুয়া বড় দেবে ববুই এরপর বাড়ি কিসিয়া গুদেবে পচারির প্রশ্ন হইয়া গিয়েবে যাহা কহিগল হে পাইগলা মন যাহা কহিগল হে পাইগলা মন আউরি প্রশ্ন হে বহিগলা মন তুই প্রশ্ন বলা হই আসিব ভাই আগতি গোপরাল রে পুতলা পিলা দিনে কৃষ্ণপুরী পিঠা উপরে পিঠা মান কই কফি পরে উঠিলে মাধ ষষ্ঠী ঘেনি পড়িলে কৃষ্ণ কারিয়া খন্ড
सावित्री लक्ष्मी पार्वती सुरेणी मारी गले देशे ब्रह्मा विष्णु शिव कवि निंदन पूर्ण रूपे अनुसया करे दिले रहे लक्ष्मी पार्वती आउ सावित्री गले ଏହି କଥା କହିଲେ ମନ ମାନିବ ନାହିଁ କାର ଔରସର କିଏ ହେଲା ଜନମ ଅନୁସୟା ଗର୍ଭରୁ ଅନୁସୟା ଗର୍ଭରେ ଅଗ୍ନି ହରେ ଓଦସେ ଦୋକାନରେ ହର କୁକେଶନ ବୋଲି ଦଉଥିଲେ ରାଜନ ବସୁଦେବ ବୋଲି ଯାହାର ନାମ କହି ଇଆଡୁ ସାଡେ କହିଲେ ମନ ମାନିବ ନାହିଁ ଗୋଟିଏ ପରିବାର ମତେ ଦେବ ବୁଝାଇ ସେଥିରେ ତୁମର ମନ ଆର୍ଯ୍ୟ କପୁର କଥାରେ ବି କହିନ ଜନ ଶୂନ୍ୟ ମନ ଶୂନ୍ୟ ଭୁବନ ଯେ ଶୂନ୍ୟ କେହି ନଥିଲେ ପୃଥିବୀ ହୋଇଥିଲା ଶୂନ୍ୟ ନଥିଲେ ଚନ୍ଦ୍ର ନଥିଲେ ବରୁଣ କୁବେର ନଥିଲା ଭୂମିରେ ଖରାର ସୁମତି ଜଳମର ହୋଇଥିଲା ଭୂମିରେ ହିଁ ସୃଷ୍ଟି ଭାଇ ଜନଶୂନ୍ୟ ବନଶୂନ୍ୟ ଭୁବନ ହୋଇଥିଲା ଶୂନ୍ୟ କେହି ନଥିଲେ ହେ ଅର୍ଜୁନ ପୃଥିବୀ ହୋଇଥିଲା ଶୂନ୍ୟ ନଥିଲା ଚନ୍ଦ୍ର ଦିବାକର ନଥିଲା ବରୁଣ କୁବେର ନଥିଲେ ଧରା ଭୂପତି ନଥିଲେ ଅଗ୍ନି ବସୁମତୀ କେବଳ ସଂସାରଟା ଜଳମୟ ହୋଇଥିଲା ଯେତେବେଳେ ଜଳମୟ ହୋଇଥିଲା ଯେ ସଂସାର କେବଳ ପ୍ରଭୁ ସେଦିନ ପୁଣି ହେଲେ ନିରାକାର ଯାହାର ହେଲାକାର ପୁଣି ନଥିଲା ଓମ୍ ଅକ୍ଷର ପୁଣି ଧନୁଜାତ ହେଲା ତାପରେ ଶବ୍ଦ ହେଲା ଜାତ ଶବ୍ଦରୁ ପୁଣି ବିନ୍ଦୁ ହେଲା ଜନ୍ମ ବିନ୍ଦୁରୁ ଆଦି ଅନାଦି ଦୁହେଁ ହେଲେ ଜନ୍ମ ଆଦି ଅନାଦି ଦୁଇ ହେଲେ ଜନ୍ମ ସଂସାର ଗଢ଼ିବାକୁ ସେ ପୁଣି କରିଲେ ମନ ଆଦି ଅନାଦି କହିଲେ ନ ମାନେ ମନ ଆଗେ ଖୁଚି ଖୁଚି କୁଆରେ ସୁନ୍ଦର ପୁରାଣ ନାରୀ ବସିଛନ୍ତି ଦେଖର ସମାଜ ଜନ୍ମ ହଁ କରିଦେଲେ ପାଇବ ପମାନ କାଇନ ମାବିଷ୍ଣୁ ଶିବରେ ଜନ ହୋଇଲେ ଆଖି ଅନା ବିଷୟରେ ବ୍ରହ୍ମା ବିଷ୍ଣୁ ଶିବ ହେବେ ଜନ୍ମ କହିଲେ ନ ମାନଇ ମନ ଖୋଜି ଖୋଜି କୁଆରେ ସୁନ୍ଦର ପୁରାଣ ହେଉ ଯଦି ସେଥିରେ ତୁମର ମନ ସେଥିରେ ଜଗିଲେ ତୁମର ମନ ନାହିଁ ରାମାୟଣରୁ କି କିଛି ଦେବି ବୁଝାଇ ରାମାୟଣ କହିଲେ ନ ମାନଇ ମନ ରାମାୟଣ କହିଲେ ନ ମାନଇ ମନ ଆଉ କେଉଁ ପରି ଅଛି ମୋତେ ଦିଅ କହିଲ କିବା ଭାରତ ମଧ୍ୟରୁ ଦେବି ବୁଝାଇ ଖୋଜୁଛି ଖୋଜୁଛି ତୁମର ମୁଇ ଭାରତ କହିଲେ ଭାରତ କହିଲେ ମତେ କିଛି ନାହିଁ ବୁଝାଇ କହିଲେ କିଛି ବୁଝିବ ନାହିଁ ଯଦି ସେଥିରେ ତୁମର ହେଲ ବଳେ ମନ ନାରଦ ଜନ୍ମ ବିଷୟ ଦେବି କହିଲ କହିଲେ ମନ ମାନିବ ଯାଇ ଆଉ କିପରି ନାଦ ଜନ୍ମ ହେଲ ଦେବ ବୁଝାଇ ବସି ଯାଇ ଅଛନ୍ତି ମୋ ସଭାରେ ରହି କିପରି ନାରଦ ତୁମେ ଦେବ ବି କହି ଆଜି ମନ ମୋର ଯିବ ପାଇ ଆଏ ଗାୟକ ନାରଦ ମନ ଯିବ ଯେ ପାଇ ଲକ୍ଷ କର ହେ ହେଉ ଅଛି କହି କିପରି ନାରଦ ଶୁଣେ ଯିବେ ଜନ୍ମ ହୁଏ କିପରି ତୁମେ ହୋଇବେ ଜନ୍ମ ଗତି ଗତି ସଭା ମଧ୍ୟ କରିବ ଗାୟ
भागवत रुहे देवती बुझाई देवी भागवत रुहे देव हे बुझाई देव मोह আচ্ছা বিভিন্ন প্রকার মত আছে পুরাণ সেপটে সুকামরিক ঘর সঙ্গী জন্ম হই আজ্ঞা শুক্লমন্দির জন্মে পুଣି চালিଯିବ স্বর্গঙ্গারে পুଣି হে ভৌত କରିବ ব্রহ্মাণ্ড যাও জন্মরে লেଖିଦେବ ଇଏରେ ପ୍ରୀତି ଯେ କରିବ ଆଜ୍ଞା ଯେତେ ପୁଣି ବ୍ରହ୍ମା ହେ ପ୍ରୀତି ଯେ କରିବ ଆଜ୍ଞା ନାଥ ପୁଅ ଗୋଟିଏ ଜନ୍ମ ହୋଇବ ଏହି କଥା କହିଲେ ମନ ମାନିବ ନାହିଁ ଆଉ କିପରି ଅଛି ତୁମେ ମୋତେ ଦେବ ବୁଝାଇ হেউ ব্রহ্মা বলি ভাই হে তাহার নাম জন্ম হেলে কান্দন কেটে নন্দন জন্ম হেলে পুনি কেটে নন্দন নারদ ঋষি জন্ম মিটিলে তাপরে রাজা শুভ সনাতন যে দক্ষ তোমারে দক্ষ বলি হেলা যে ঋষি নাম দক্ষ ধরণী সুকামি নাম আজ্ঞা সুখানি কহিলে দেখ মন মানিব ନାହିଁ জয়ন্তী বসিছৌ এক ঘরণী পুরাণে বহু প্রকার লেখো জীবনী ଆଜ୍ଞା ନାରଦ ଜନ୍ମ ଦି ତିନି ପ୍ରକାର ଅଛି କିନ୍ତୁ ମୁଁ ଯୋଉ ଦେବୀ ଭାଗବତ ପକାଇଛି তারপরে ও মানে বসে জন্মিলে দক্ষ বলি মুখিয়ে পুয় কঠিলে যদি দক্ষ বলি হেলা তার নাম ଆଜ୍ଞା ଇଆଡୁ ସିଆଡୁ କହିଲେ ମନ ମାନିବ ନାହିଁ ଆଜ୍ଞା ବହିରେ ଯାହା ଲେଖାଯିବ ଦେବ ବତାଇ দেব বাব ঘন দেব তু শ্রবণ বাদ বিবাদ দেহান নিয়ম যেতে দেবতা মানে কোটিকু বাসন্তি যাহার আসিলে প্রসঙ্গ চারিকু বলি তাকু ঘোষন্তি କେବେ ସହଜରେ କହିଲ ଦୁଇଟା ପ୍ରଶ୍ନ ମୁଁ ତ ଜାଣିନି କରିଥିଲି ହେ ଦୁଇଟା ପ୍ରଶ୍ନ ଆଜି ଶେଷକୁ ଯେତେବେଳେ ଯିବି ମୁହିଁ ପଳାଇ ଏ କାହିଁ ଜଗବ ସତ୍ୟ ଦେବି ମୁଁ ଛଡ଼ାଇ হেউ নবঘ্রম ধন্য ধন্য দর্শন দক্ষ বলি কবি হইলামি হে নাম বুঝ নারে কলি ভারিয়ার নাম এবে দেবা বুঝাই অন্য পুরাণরে সুকান্তি বলি লেখা অছ নাই যদি সুকান্তি ঠারে এনাহি যে মন দক্ষর ভাইরা কিবা জয়ন্তী বলা হই নাই জন্দেব ଯୋଉ ପ୍ରଶ୍ନ ଲଗାଏ ସହଜ ପ୍ରଶ୍ନ ଲଗାଏ ମୁଁ ଜାଣି ପଚାରୁଛି ମୋତେ ଭଲ କରି ମନେ ରଖନ୍ତୁ ଆଜ୍ଞା କାରଣ ମୁଁ ଗୋଟେ କାହିଁକି ଗୋଟେ ଅପମାନ କରେ ମୋତେ ବୋଲି ନାହିଁ ମୋର ସକତା ଏ ଯୋଉ 500 ସହସ୍ର ହୋଇଲେ କୁମହର ଆଜ୍ଞା ଚାରି ଦିଗକୁ ପଠାଇ ଦେଲେ ତାର କୁମହର ଏହି କଥା ଯେତେବେଳେ ଲକ୍ଷ ପ୍ରକାର ହରି ଲକ୍ଷ ପ୍ରଜାପତି ଯେ ଜାଣିଲେ ନାରଦ କୁଲେ କହେ ଅଭିଶାପ ଦେଲେ ଆଜ୍ଞା ଲକ୍ଷ ପ୍ରଜାପତି বলি হেলা দক্ষ ভারিয়া আচ্ছা जो वर्ष शतपुत्र होइले जन्म दक्ष कहिले सृष्टि तुले कर निर्माण কি सृष्टि निर्माण କରିବାକୁ 500 ପୁଅ ଗଲେ ନାରଦ ଋଷି ଆଜ୍ଞା ମନରେ ଭାବିଲେ কি କହିଲେ ବାପା ଯଦି ନାହୁ ଗଛରୁ ହେଇଛି ଜନ୍ମ ତୁମେ କିଏ କଖାରୁ ବଳ ଦିଗ ହୋଇଲ ତମ ବାପା ଯଦି ତପଶୀଳ ନା ହୋଇ ତମେ କିପରି କରିବ ସଂସାର ବୁଝାଇ ପୁଅମାନେ ସବୁ ତପଶୀ ଗଲେ ହୋଇ ରାଘବ କଥା ପୁଣି ଗଲେ ହୋଇ ସେଦିନ ନାରଦଙ୍କୁ ଅଭିଶାପ ଦେଲେ ନାରଦ
ପୁଣି ଦେବେ ହତ୍ୟା ଗପ ଆଜ୍ଞା ତୁ ମୋର ଯେ କରିଅଛୁ ହନ୍ତ ସନ୍ତ ଆଜ୍ଞା ମୋହରେ ଗର୍ଭେ ହୋଇ ତୁ ହୋଇ ଆଜ୍ଞା ଭାଇର ହିସାବ ତୁଳେ ଯେ ନଗଲା ଇଏଣୁ ପୁଅ ହୋଇନାର ଦଦନ ହେବେ ପରା ପୁଅ ହୋଇନାର ଦଦେ ହେବେ ଜନ୍ମ ସେହି ଦିନ ତାହା ଦୂରେ ଥିବେ କହିଲେ ବହୁତ ଦିନ ତଳେ ଦେଖିଥିଲି ଭାଇ ବୋଲି ମାତ୍ର ନାମ ହେତୁ ନଥାଏ ସବୁ କଥା ଆଜ୍ଞା ଦକ୍ଷ ପ୍ରଜାପତି ତାଙ୍କର 500 ପୁଅ ଜନ୍ମ ହେଲେ ଏ କଥା ଶୁଣି ଦକ୍ଷ ପ୍ରଜାପତି ଏ ଚତୁର୍ଦିଗ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣକୁ ସବୁ ପଠେଇଲେ ଏ ଯୋଉ ରାଜ୍ୟ ପାଳିଲେ ପୃଥିବୀରେ ପାଳିବ ହେଲେ ନାରଦ ମାନେ କଣ ବିଚାର କଲେ ଏ ମାନେ ଯଦି ଏ ସବୁ ରାଜ୍ୟ ପାଳିବେ ପୃଥିବୀ ପାଳିବେ ମୋର ଆଉ କିଛି ମାନ ସମ୍ମାନ ରହିବନି ତେଣୁକରି ଏ ଯୋଉ ପୁତ୍ର ମାନେ 500 ନମ୍ବର ସବୁ ଯାଇଥିଲେ ଆକୁ ଆଉ ବଡ ବାର୍ତ୍ତା କରିଦେଲେ ଆଉ କିଏ ମତେ ଆଗେ ଘରକୁ ଫେରିଲେନି ଆଗେ ଦୁଇଟା ଗତ ଅଛି ହେଲେ କିଏ ଆଉ ଫେରିଲେନି ନ ଫେରିବାରୁ ଏ କଥା କି ଦକ୍ଷ ପ୍ରଜାପତି କହିଲେ ନାରଦ ଦକ୍ଷ ପ୍ରଜାପତି ଅଭିଶାପ ଦେଲେ ମୋର ପୁତ୍ର ଯେମିତି ବିକଳ ନାହିଁ ଆଉ ଏଣେ ତେଣେ ପାଗଳ ହେଇକି ଭୁଲିଲେ ତୁ ମଧ୍ୟ ମୋ ପୁଅ ହେଇ ତୁ ଆଗେ ଜନ୍ମ ବୋଲି ଅଭିଶାପ ଦକ୍ଷ ପ୍ରଜାପତି ଦେଇଛନ୍ତି ଆଜ୍ଞା ଦେଇ ଭାବୁଛ ଆଜ୍ଞା ମୋର ପ୍ରଶ୍ନ ସରିଲା ଭାଇଜା ଔରସରେ ଭାଇଜା ଗର୍ଭରେ ସ୍ୱାମୀର ଆଜ୍ଞା ଶୁଣୁନାହାନ୍ତି ସିଏ ଆଜ୍ଞା ବ୍ରହ୍ମାଙ୍କର ଝିଅ ବିରି ଯେତେବେଳେ ଦକ୍ଷ ପ୍ରଜାପତି ଜନ୍ମ ହେଲା ତାର ଔଷଧ ଭାଇ ଏଥର ତ ଗାଇସ୍ ଆଜିର ଭିଡ଼ିଓରେ ମୁଁ ଏତିକି ରଖୁଛି ଆଉ ନେକ୍ସଟ ପୁଣି ଥରେ ଆଉ ଏକ ନୂଆ ଭିଡ଼ିଓରେ ମୁଁ ଭେଟ ହେବି ତ ଭିଡ଼ିଓଟି ଯଦି ଭଲ ଲାଗିବ ତାହେଲେ ଲାଇକ୍ କରିଦେବେ ଆଉ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ ତ ମୁଁ ଏତିକି ରଖୁଛି ତ ବାଏ ବାଏ ଟେକ୍ କେୟାର ଜୟ ହିନ୍ଦ ଜୟ ମା ମଙ୍ଗଳା।